ଅନୁଗୁଳ ଗାଁ କାଙ୍ଗୁଲାରେ ଫିଲ୍ମଟି ସୁଟିଂ ହେଇଛି। ଦର୍ଶକ କାହିଁକି এই ସିନେମା ଦେଖିବାକୁ ଆସିବେ, କଣ ଅଛି ସିନେମାରେ କିଛି? ଫାର୍ଷ୍ଟ କଥା ତ ହଉଛି ଏଇଟା ମା ଦକ୍ଷିଣ କାଳୀଙ୍କ ଉପରେ ଆଧାରିତ ଫିଲ୍ମଟି। ଆଉ এই ସିନେମା ପାଇଁ ଯେତେବେଳେ ଅଫର ଆସିଲା କଣ ମାଇଣ୍ଡରେ ଚିନ୍ତା କଲ? ବହୁତ ଖୁସି ଲାଗୁଥିଲା, ଫାର୍ଷ୍ଟ ଫିଲ୍ମ ଯାହେଲେ ନା ଯାହେଲେ ଟିକେ ନର୍ଭସ ଲାଗୁଥିଲା ଯାହେଲେ। ଦର୍ଶକ ବନ୍ଧୁ, ବଡ ପର୍ଦ୍ଦାରେ ଆସିବାକୁ ଯାଉଛି କାଙ୍ଗୁଲା। ଆଜି ଆସି ଆମେ ପହଞ୍ଚି ଯାଇଥିଲୁ ଡବିଂ ଷ୍ଟୁଡିଓରେ। ପିଲାଟି ଦିନରୁ ଆପଣ ଯାହାକୁ ଅଧିକରୁ ଅଧିକ ଭଲ ପାଇବା ଦେଇଛନ୍ତି ୟୁଟ୍ୟୁବ ୟଙ୍ଗ ସେନ୍ସେସନ ରେ ଏବେକାର ଟ୍ରେଣ୍ଡିଂ ଚାଲିଛି, ତ ସେ ଆଉ କେହି ନୁହନ୍ତି ଆପଣଙ୍କର ଫେଭରାଇଟ ଆଉ ମୋର ମଧ୍ୟ ଫେଭରାଇଟ ମିଷ୍ଟର ଢେଙ୍କାନାଳିଆ, ଯାହାକୁ ଚେଣ୍ଟ ବୋଲି ଭାବନ୍ତୁ। ଆସନ୍ତୁ ଚେଣ୍ଟଙ୍କ ସହିତ କଥା ହବା। କାଙ୍ଗୁଲା ସିନେମା ଆସିବାକୁ ଯାଉଛି, କଣ କହିବ କାଙ୍ଗୁଲା ସିନେମାକୁ ନେଇ? କାଙ୍ଗୁଲା ହଉଛି ମୋର ଫାର୍ଷ୍ଟ ଫିଲ୍ମ, ମାନେ ବହୁତ ଖୁସି ଲାଗୁଛି ଫିଲ୍ମ ମାନେ ବଡ ପର୍ଦ୍ଦାରେ ଆସିବା ପାଇଁ ଯାଉଛି। ମୁଇଁ ଆଗରୁ ତ ମୋବାଇଲ ଆସୁଥିଲି, ଲୋକମାନେ ବହୁତ ଭଲ ପାଇବା ଦଉଥିଲେ ୟୁଟ୍ୟୁବରେ। ସେତିକି ଆଶା କରୁଛି ଆପଣ ମାନେ ବଡ ପର୍ଦ୍ଦାରେ ମତେ ଭଲ ପାଇବା ଦେବେ। ଯେତେବେଳେ କଲ ଯାଇଥିଲା ସିନେମା ପାଇଁ, ସେତେବେଳେ କେତେ ଆଗ୍ରହତା ଥିଲା ମନରେ? ଆଗ୍ରହତା ବହୁତ ବହୁତ ଖୁସି ଲାଗୁଥିଲା, ଫାର୍ଷ୍ଟ ଫିଲ୍ମ ଯାହେଲେ ନା ଯାହେଲେ ଟିକେ ନର୍ଭସ ଲାଗୁଥିଲା ଯାହେଲେ। ଆଗରୁ କେବେ ସିନେମା ପାଇଁ ଆସିନି ଅଫର? ଆସିଥିଲା ଯେ ମୁଁ କରେନି ସିନେମା। ଆଉ ଏଇ ସିନେମା ପାଇଁ ଯେତେବେଳେ ଅଫର ଆସିଲା କଣ ମାଇଣ୍ଡରେ ଚିନ୍ତା କଲ? ଏଇ ଷ୍ଟୋରିଟା ବହୁତ ମାନେ ଭଲ ଷ୍ଟୋରି। ଏ ଫିଲ୍ମର ଡିରେକ୍ଟର ହଉଛି ଅଶ୍ୱିନୀ ଭାଇ। ଅଶ୍ୱିନୀ ଭାଇଙ୍କ ସାଙ୍ଗେ କାମ କରିବା ପାଇଁ ବହୁତ ଇଚ୍ଛା ଥିଲା, ସେଇଥିପାଇଁ ଏ ଫିଲ୍ମଟି ମୁଁ ଚୁଜ୍ କଲି। କାଙ୍ଗୁଲା ସିନେମାରେ ତମର ଫେଭରାଇଟ ଆକ୍ଟର କିଏ ଥିଲେ କାଙ୍ଗୁଲା ସିନେମାରେ? ସମ୍ବିତ ଭାଇ ଆଉ ସୂର୍ଯ୍ୟମୟୀ ଦିଦି। ସୁଟିଂ ଟାଇମରେ ହଁ ମଜାମସ୍ତି ହୁଏ। ସୁଟିଂ ସାର୍ଟ ସମସ୍ତେ ଫୁଲ ପ୍ୟାଣ୍ଟ ପିନ୍ଧିକି ବୁଲାବୁଲି କରୁଥିଲେ, ଫୁଲ ସାର୍ଟ। ମୋର ହାଫ ପ୍ୟାଣ୍ଟ ଗୋଟେ ଆଉ ଗଞ୍ଜି ହାଫ ଗଞ୍ଜି ଗୋଟେ। ଆମ ସାନ ପିଲା ବୋଲି ତ ଏୟା ଦୁଃଖ ଆଉ। ତମେ ଘରର କଣ ସାନ ପୁଅ ସତରେ? ହଁ ବାପା ମାଙ୍କ କଥା ମାନ? ହଁ। ଦର୍ଶକ କାହିଁକି এই ସିନେମା ଦେଖିବାକୁ ଆସିବେ, କଣ ଅଛି ସିନେମାରେ କିଛି ଭିନ୍ନ? ଫାର୍ଷ୍ଟ କଥା ତ ହଉଛି ଏଇଟା ମା ଦକ୍ଷିଣ କାଳୀଙ୍କ ଉପରେ ଆଧାରିତ ଫିଲ୍ମଟି। ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଉପରେ ଦଣ୍ଡ ନାଚଟି ହେଇଛି ଫିଲ୍ମଟି। ତମେ ଦଣ୍ଡ ନାଚ କେବେ କରିଛ? ନା ଆମେ ଦଣ୍ଡ ନାଚ ଦେଖିଯାଏ, ଆମ ଗାଁରେ ହୁଏ। ଅନୁଗୁଳ ଜିଲ୍ଲାରେ ସୁଟିଂ ହଉଥିଲା ନା? ଅନୁଗୁଳ ଗାଁ କାଙ୍ଗୁଲାରେ ଫିଲ୍ମଟି ସୁଟିଂ ହେଇଛି। ଯଦି ତମ ଘର ଅନୁଗୁଳ ପାଖ, ଢେଙ୍କାନାଳଟା ଦୂର, ତାହେଲେ ଦର୍ଶକ ବନ୍ଧୁ ମିଷ୍ଟର ଢେଙ୍କାନାଳି ଭାବେ ତମକୁ କାହିଁ ଜାଣନ୍ତି? କାହିଁକି ନା ମୋ ଜିଲ୍ଲା ହଉଛି ଢେଙ୍କାନାଳ ନା। ଦର୍ଶକ ବନ୍ଧୁ ମାନଙ୍କୁ କଣ କହିବାକୁ ଚାହିଁବେ କାଙ୍ଗୁଲା ସିନେମା ବିଷୟରେ? ସମସ୍ତଙ୍କର ହାତ ଯୋଡି ଅନୁରୋଧ, ସମସ୍ତେ ଫିଲ୍ମ ଦେଖିବା ପାଇଁ ଆସିବେ। ଏଇଟା ହଉଛି ମୋର ଫାର୍ଷ୍ଟ ଫିଲ୍ମ। ୟୁଟ୍ୟୁବରେ ମତେ ଯେତିକି ଭଲ ପାଇବା ଦଉଥିଲେ, ବଡ ପର୍ଦ୍ଦାରେ ଭଲ ପାଇବା ଦେବେ ଆଶା ଅଛି। ସମସ୍ତଙ୍କୁ ପ୍ଲିଜ ସମସ୍ତେ ମୋର ଫାର୍ଷ୍ଟ ଫିଲ୍ମ ଦେଖିବା ପାଇଁ ଆସିବେ। ଦର୍ଶକ ବନ୍ଧୁ, ଆଜି ଆମ ସହିତ ଯୋଡି ହୋଇଥିଲେ ମିଷ୍ଟର ଢେଙ୍କାନାଳିଆ, ଯାହାକୁ ଆମେ ଜାଣିଛେ ଚେଣ୍ଟ ହିସାବରେ। ତ ପରବର୍ତ୍ତୀ ଏପିସୋଡରେ ଆମେ ଆଉ ଜଣେ କଳାକାରଙ୍କ ସହିତ ପୁଣି ଭେଟ ହବୁ। ରହିଲି, ଜୟ ଜଗନ୍ନାଥ।